ମୁଁ ହେଉଛି କୃତିକା ପ୍ରଧାନ, ଦ୍ୱିତୀୟ ଶ୍ରେଣୀର ଛାତ୍ରୀ। ମୁଁ ଗୁରୁକୁଲ ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲରେ ପଢ଼େ। ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ ମୁଁ କିଛି କହିବାକୁ ଚାହୁଁଛି। ସାଧାରଣ ଅର୍ଥରେ କହିବାକୁ ଗଲେ ପାଇବାକୁ ପ୍ରତ୍ୟାଶା ନ ରଖି କିଛି ଦେଇଦେବାକୁ ଦାନ କୁହାଯାଏ। ଅନ୍ୟାନ୍ୟ ଦାନ ଅପେକ୍ଷା ଶରୀରରୁ ରକ୍ତଦାନ କରିବା ହେଉଛି ଏକ ମହତ୍ ଦାନ। ରକ୍ତଦାନର ଆବଶ୍ୟକତା ଆଜିକାଲି ବହୁ ପରିମାଣରେ ବଢ଼ିଯାଇଛି। ଦୁର୍ଘଟଣା ହେଲେ, ଯୁଦ୍ଧ ସମୟରେ ରକ୍ତର ଆବଶ୍ୟକତା ବହୁତ। ରକ୍ତଦାନ ବିଷୟରେ ଅନେକ ଭ୍ରାନ୍ତ ଧାରଣା ରହିଛି ଲୋକମାନଙ୍କ ମନରେ। ସେଥିମଧ୍ୟରୁ ଗୋଟିଏ ହେଲା ରକ୍ତଦାନ କଲେ ଆମେ ଦୁର୍ବଳ ହୋଇଯିବା। କିନ୍ତୁ ଏ ଭାବନା ଭୁଲ, କାରଣ ରକ୍ତଦାନ କଲେ ଗୋଟେ ଲୋକର ଜୀବନ ରକ୍ଷା କରାଯାଇପାରେ। ରକ୍ତ ଦେବା ଯୋଗୁଁ ଉଚ୍ଚ ରକ୍ତଚାପ କମିଯାଏ।